आउ गोटे पद आपण मानक शुणाऊँ नटवर धल जड़े पुराणा कालिया गायक पाखु ए पद संग्रह करा डाकुचंती हे सुंदरी आस ब्राह्मणी डाकुचंती आस सुंदरी तांकोरी लेखा को पढ़िकी आज्ञा कौन अड़ुआ हो ना कौन शुणत ये लिखिंट नटवर धल तांकोरी लेखा को पढ़िकी ये आल्बम राइटर माने लिखिले आखिरे हानि दउछु तमे हमर हानि जानिछ फटकन तू जानिछ कह तू सगरा कोन करछ सब न तमे तमे डाकुथलो विजय मल्ल जे आमरी गाँव लोक मु थरे पचारम कहले विजय भाई ये कथा केमती लिखुछ ना रे ये दुनिया रे अक्षय महांती कहती जे से जतबले माने लिखिले गीत आधुनिक गीत से सबुतक चौपदी आनी पढ़ी छोटिया कथा आपण जानती जे शैलभामा ए जो पटनायक आपणकर कौ पटनायक जे ओडिसी श्यामाबणी पटनायक से आज्ञा से पटनायक तांको देवी कह आज्ञा श्यामामणि देवी से भी पटनायक से निजे मुक्त कंठरे स्वीकार कले कहले मु पाला देखिकिरी पुराणा कालिया गायक बांकी अंचल तांको घर मु चौपदी चंपू शुणिकी आज तमे मते बुझा लेट हे तू अतिरिक्त होछु तू मु भाबुची तू बोधे प्रीति निवेदन करूछु कहला ये बांको चाहानी मते ए सुंदरी तो आखि तो जाई कोरड रे पसिलानी आ बांको चाहानी कहू आ सुंदरी अछु ना कहला तो बांको चाहानी मते ये हानि देला रे बुढ़ा को भारी भोको है कौन कहलु कहलु बुढ़ा को भारी भोको गोविंद को बुझाउछी चारु चंद्रमा बांको चाहानी मते हानि देला रे चारु चंद्रमा तो बांको चाहानी मते हानि देला रे चारु चंद्रमा अब मोह का पति की तो होलई दई मोह का पति की दोहलाई दई मोह का पति की दोहलाई दई मोह का पति की दोहलाई दई कला करी गो मना की करी देला रे मोते सारी देला रे मोते सारी देला रे चारो चंद्रमा तोरा को जानी मोते हारी अरे साडा तुम बिना मु बंची पारि बिना आसो सुंदर आज्ञा बारंबार विरक्त मु मना करूथेबी किंतु भितर मोर इच्छा थबो रसिका न लव भोजी भितर टिके खटा न लबो स्वामी र गोटे पुराणा कालिया ढांचा गाइबा जने दक्ष वाद्यकार बसछन्ति सुभाष भाई से जीवन काल भितर जो बड़ बड़ पाला मंच जाइछन्ति गायक मान संगे गाइछन्ति से कथा स्वतंत्र ये बहुत आनंद भैरवी गोटे जीवित पदे हो उपस्थित कला बीणा बच आजिकल ये धीरे धीरे लिभि लिभि जाउची कहीं ना कष्ट होउछ गाइबा पई ये किणा जन ठारे
নব তোমার কেছি আসরে মদালসী 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 নব তোমার কেছি ଆଜି ଛତୁ କାମ ଦଉଛି ସାରେ ଛତୁ ଖାଇନା ଛତୁ ଖାଏନି ମୁଁ ଭେଣ୍ଡି ମଜା ଖାଇଛି ଛତୁ ଖାଏନି ଭେଣ୍ଡି ମଜା ତମର ଯାହା ଅଭ୍ୟାସ ନା ଏଇଥିପାଇଁ ଭେଣ୍ଡି ମଜା କରାଯାଉଛି ର ସେ ଯାହା ହଉ କିଏ ନିନ୍ଦା କରନ୍ତୁ କି ପ୍ରଶଂସା କରନ୍ତୁ ସେଥିରେ ନାହିଁ ପୁରୁଣା କାଳିଆ ଢାଞ୍ଚାକୁ କିଛି ନ ବଞ୍ଚେଇଲେ ପାଲା ହେଇପାରିବ ଅଡୁଆ ହେଇଯିବ ବେଶ ଆଉ ବିଶେଷ ପ୍ରୀତି ବର୍ଣ୍ଣନା ମୁଁ ଦେବିନି ନାଇଁ ମୁଁ ତ ବୁଝି ସାରିଲେଣି କବି ସୂର୍ଯ୍ୟ ବଳଦେବ ରଥ ସୁନ୍ଦର ସୁନ୍ଦର ଚୌପଇ ସବୁ ଲେଖିଛ ଆଜ୍ଞା ଏତେ କହିଲା ପରେ ବ୍ରାହ୍ମଣୀ ମନରେ ଟିକିଏ ଆନନ୍ଦ ସୃଷ୍ଟି ହେଲା ଆଜ୍ଞା ଆଜ୍ଞା ପଛ କଥାକୁ କିଛିଟା ଭୁଲି ବା ଭଗବାନଙ୍କ ଉପରେ ମନ ପ୍ରାଣକୁ ସମର୍ପଣ କରି ବ୍ରାହ୍ମଣକୁ ପ୍ରୀତି ଦେଲେ ଅବଦୈମିତ୍ୟ ଯୌନ୍ୟ ସହ ସମ୍ବନ୍ଧ ସୃଷ୍ଟି ହେଲା ବ୍ରାହ୍ମଣ ବ୍ରାହ୍ମଣୀଙ୍କ ଭିତରେ ପ୍ରଗାଢ଼ ପ୍ରୀତିରେ ମଜିଗଲେ ସୁସମୟକୁ ଦେଖି ସମୟ ଜ୍ଞାନ ନ ରହିଲେ ଅଯୋଗ୍ୟ ପୁଅ ଜନ୍ମ ନେବେ ବାପା ମାଙ୍କ ଠାରୁ ମୋ ମା ମାନେ ଜ୍ଞାନୀ ମାନେ ସେତିକି ବେଳେ ବ୍ରାହ୍ମଣଙ୍କ ଔରସ ବ୍ରାହ୍ମଣୀଙ୍କ ଗର୍ଭରେ ସ୍ଥାନ ପାଇଲା ଧୀରେ 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 ଗର୍ଭମାସ ବଢିଗଲା କେତେ ମାସ ହେଲା କାରଣ କେତେ କବି ଲେଖିଛନ୍ତି ସେ ଏମିତି ଦେଖାଗଲା ସେମିତି ଦେଖାଗଲା କ୍ଷମା କରିବେ ଏଥିରେ ସାହିତ୍ୟ ଛଟା ଅଛି କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ଗୋଟେ କହିବି ସାର୍ କୋଉ କଥା ଗୋଟେ ନାରୀ ଗର୍ଭ ଧାରଣ କଲେ ତାକୁ ତା ସ୍ୱାମୀ ପାଞ୍ଚଟା କଥା ଯୋଗେଇଲେ ଯୋଗ୍ୟ ପୁଅ ଜନ୍ମ ନବ ସାର୍ ପାଞ୍ଚଟା କଥା କଣ କଣ ଯେକୌଣସି ପରିବାର ଗୋଟେ କୂଳ ବୋହୂ ଗର୍ଭ ଧାରଣ କରିଛି ଅନ୍ତଃସତ୍ତ୍ୱା ହେଇଛି ତା ପରିବାର ଲୋକ ତା ସ୍ୱାମୀ ପାଞ୍ଚଟି କଥା ଯୋଗେଇଲେ ସେ ନାରୀ ଗର୍ଭରୁ ସେ ବୋହୂ ଗର୍ଭରୁ ଯୋଗ୍ୟ ପୁଅ ଜନ୍ମ ନବ ଦେଖିବା ସେ ପାଞ୍ଚଟା କଥା କଣ ମନେ ସାର୍ କଣ ତୋ ବୋହୂର ଯେତେବେଳେ ପିଲାପିଲି ହବା ସମୟ ହବ ତୋ ପୁଅକୁ କହିବୁ କି ଯଦି ତୋ ପୁଅ ବିଦେଶରେ ଥବ ତୁମେ ଶାଶୁ ଶ୍ୱଶୁର ପାଞ୍ଚଟା କଥା ଯୋଗେଇବ ଯୋଗ୍ୟ ନାତି ପାଇବ କି ନାତି ମୋ କଥା ଛାଡ଼ ମୋ କଥା ବୁଝ ମ କଣ ମୋର ହବାର ଅଛି ପାଞ୍ଚଟା କଥା ଯୋଗେଇବୁ କବି ହେଲେ କପିଳ କର୍ଦ୍ଦମଙ୍କ ପୁଅ ଗୋଟେ ପଦ କହୁଛି ଯୋଉଟା ସମାଜ ପାଇଁ ଦରକାର ଆରେ ପୁଅ କେତେ ଖଡ ଖଡ କରୁଛୁ ଆହାର ବିଭୁ ଚିତ୍ତ ସୁଶ୍ରୁତି ଇହାର ପଞ୍ଚମାପ୍ନତି ରକ୍ଷା ଦୋହ ଦିନି ଗୋଟେ ଗର୍ଭବତୀ ନାରୀ ପାଇଁ ଦରକାର ଭିଟାମିନ ଖାଦ୍ୟ ଗାଇନିକ ସ୍ପେଶାଲିଷ୍ଟ କହୁଛନ୍ତି ଖାଇବାକୁ ଦେବେ ଗୋଟେ ଏଡ ସୁସ୍ଥ ନାତି ଜନ୍ମ ହବ ପାଠ ପଢିବନି ଲାଭ ଅଛି ଆଜ୍ଞା ନାତି ଦେଖିବାକୁ ସୁନ୍ଦର ହେଇଥିବ ପାଠ ପଢୁନଥିବ ସେ ସୁନ୍ଦରରୁ କଣ ମିଳିବ ଆହାର ବିଭୁ କୀର୍ତ୍ତନ ଚିତ୍ତ ସୁବିଭୁ କୀର୍ତ୍ତନ କଣ କହିଲ ନା ଗର୍ଭବତୀ ନାରୀ କି ଯୋଉ ଜାଗାରେ ପାଲା ହଉଥିବ କୀର୍ତ୍ତନ ହଉଥିବ ପ୍ରବଚନ ହଉଥିବ ଭାଗବତ ହଉଥିବ ଗୀତା ହଉଥିବ ସେଇ ଜାଗାରେ ବସିବ କାହିଁକି ନା ଗର୍ଭବତୀ ନାରୀ ଯାହା ଦେଖେ ଯାହା ଶୁଣେ ତାର ଗର୍ଭସ୍ଥ ଭ୍ରୂଣ ଉପରେ ଛାୟା ପଡେ ଆରେ ବାବୁ 1995 ମସିହାରେ ଆମେରିକାର ବୈଜ୍ଞାନିକ ମାନେ କହିଲେ ଯେ ନାରୀ ଗର୍ଭରେ ପିଲା କଥା ଶୁଣୁଛି ତା କାନ ଧରିକି ପଚାରିବ ବିଜ୍ଞାନର ସୃଷ୍ଟି ଭାରତ ବର୍ଷରୁ ପଞ୍ଚମହାଭୂତରୁ କଣାଦ ସୃଷ୍ଟି କରିଛନ୍ତି ଦ୍ୱାପର ଯୁଗରୁ ମା ଗର୍ଭରେ ପିଲା ଶୁଣିବା କଥା ସରିଯାଇଛି କହିଲା ସୁଭଦ୍ରା ଗର୍ଭେ ଥିଲା ସେ
ସଂସ୍କୃତି ସୁଭଦ୍ରା ମାଙ୍କ ଗର୍ଭରେ ଅଭିମନ୍ୟୁ ଥିଲା ବେଳେ ଅର୍ଜୁନ ଯେତେବେଳେ ଚକ୍ରବ୍ୟୁହ କଥା ଶୁଣିଲେ କହିଲେ ସୁଭଦ୍ରା ଚାହିଁଥିଲେ ଯେତିକି ସମୟ ଚିଆଇଥିଲେ ସେତିକି ସମୟ ଅଭିମନ୍ୟୁ ଶୁଣିଲା ଯୋଉଠି ଶୋଇଲେ ପୁଅ ଶୋଇଲା ଆଜ୍ଞା ଭଲ କଥା କହିବ ଗର୍ଭବତୀ ନାରୀକି ଶୁଣେଇବ ବେଦ ଶୁଣେଇବ ପୁଅ ବିହାର ବିହାର ମାନେ ସେ ନାରୀ କି ବିହାର ବୁଲିବାକୁ ନେବ ବିହାର କହିଲେ ଭ୍ରମଣ କରିବା ଗର୍ଭବତୀ ନାରୀ ଘର କୋଣରେ ବସିବନି ବୁଲିବ ଚିତ୍ତସୁ ମାନେ ବିନା କାରଣରେ ଗର୍ଭବତୀ ନାରୀ କି କନ୍ଦେଇବନି ସାରେ କାନ୍ଦିଲେ କଣ ହବ ଯାତନା ଦବ ନାହିଁ ଦେଲେ କଣ ହବ ଗଣ୍ଡ ମୂର୍ଖ ହବ ସେ ପୁଅ ଓହୋ ସେ ନାରୀ କି ହସେଇବ ମନରେ ପ୍ରଫୁଲ୍ଲତା ଆଣିବ ଯୋଗ୍ୟ ପୁଅ ଜନ୍ମ ତାହେଲେ ସେ ନାରୀ କି ଯେ କୁତୁକୁତୁ କରିବ ସେ ଗର୍ଭବତୀ ନାରୀ ବ୍ରାହ୍ମଣୀ ଗର୍ଭର ଭ୍ରୂଣ ଧୀରେ ଧୀରେ ବଢି ବଢି ଚାଲିଛି ଭଲ ଭଲ ଖାଦ୍ୟ ଦଉଛନ୍ତି ବ୍ରାହ୍ମଣ କିନ୍ତୁ ଏ ଖାଇବାକୁ ଇଚ୍ଛା ହଉନି ଭଞ୍ଜ କହିଲେ ଲାବଣ୍ୟବତୀରେ କାହିଁକି ଖାଇବାକୁ ଇଚ୍ଛା ହଉନି କହିଲା ଦିବ୍ୟ ରୁଚି ବିରୁଚିଲା ମୂର୍ତ୍ତିକା ଭକ୍ଷଣ ଏ ମୂର୍ତ୍ତିକା ଭକ୍ଷଣ ଦିବ୍ୟ ଦିବ୍ୟ ରୁଚି ବିରୁଚିଲା ମୂର୍ତ୍ତିକା ଭକ୍ଷଣ ଭଞ୍ଜ କହିଲେ ଗର୍ଭବତୀ ନାରୀ କି ଖାଇବା ପାଇଁ ରୁଚିକର ହୁଏ ନା ଭଲ ଖାଦ୍ୟ ଦ୍ରବ୍ୟ ଦଉଛନ୍ତି ବ୍ରାହ୍ମଣ ସେ ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟକୁ ଉପେକ୍ଷା କରି ମାଟି ଖାଉଛି କେମିତି ସତ ମୋ ସ୍ତ୍ରୀ ଗୋଟେ କାନ୍ଥ ଭୁଷୁଡେଇ ଦେଲା ତୋ ସ୍ତ୍ରୀ ଗୋଟେ କାନ୍ଥ ଭୁଷୁଡେଇ ଦେଲା କଣ ଗର୍ଭବତୀ ହେଇଥିଲା ବେଳେ ତୁ ବହୁ ମୋଟାଳିଆ କରି ଦେଶୀ ଥବ ଦି ଖଣ୍ଡ ଖାଇଥବ ଏ ପୁଏ ତେଣୁ ଆଜି ଧୀରେ 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 ଗର୍ଭମାସ ପ୍ରସବ ଯନ୍ତ୍ରଣା ଯେତେବେଳେ ହେଇଛି ପୂର୍ବ ଆଶଙ୍କା ସାର୍ ଯୋଉ ବ୍ରାହ୍ମଣୀ ଗର୍ଭରୁ 8ଟା ପୁଅ ଜନ୍ମ ହେଇ କେହି ମା ଡାକ ଡାକିବା ପାଇନାହାନ୍ତି ସେ ବ୍ରାହ୍ମଣୀ ଯେତେବେଳେ ପ୍ରସବ ଯନ୍ତ୍ରଣା ଭୋଗୁଛନ୍ତି ସେତିକି ବେଳେ ନାରାୟଣକୁ ଡାକିଲେ ବ୍ରାହ୍ମଣ କହିଲେ ପ୍ରଭୁ କେତେ ଆଶା ମୋ ବ୍ରାହ୍ମଣୀ କି ଦେଇ ଭରସା ଦେଇ ମୁଁ ଆଜି ଔରସ ତା ଗର୍ଭରେ ସଂସ୍ଥାପନ କରିଛି ମୋ ବ୍ରାହ୍ମଣୀ ଆଜି ଆସନ୍ନ ପ୍ରସବ ଆପଣ ଟିକେ ବିଚାର କରନ୍ତୁ କାରଣ ଏ ପୁଅ ମରିଗଲେ ମୋ ବ୍ରାହ୍ମଣୀ ଆଉ ଧୈର୍ଯ୍ୟ ଧରି ପାରିବନି ଦୟା କରନ୍ତୁ ଠାକୁରେ ଏ ପୁଅଟା ଯେମିତି ରକ୍ଷା ପାଇବ ବ୍ରାହ୍ମଣୀ ପ୍ରସବ ଯନ୍ତ୍ରଣା ଭୋଗୁଛି ଠାକୁରଙ୍କୁ ଡାକୁଛନ୍ତି ବ୍ରାହ୍ମଣ ଡାକୁଛନ୍ତି ପ୍ରଭୁ କେମିତି ଡାକୁଛନ୍ତି ଭକ୍ତ କବି ଜୟଦେବ ପବିତ୍ର ଗୀତ ଗୋବିନ୍ଦ ଏଇ ଖୋର୍ଦ୍ଧା ଜିଲ୍ଲାର କବି ହେ ହରି ଇଏ ଶ୍ରୀ ତ କମଳା କୁଚମଣ୍ଡଳ ହେ ମରିଯିବ ମୋ ବ୍ରାହ୍ମଣୀ ଦୟା କରିବେ ଠାକୁରେ হরি শ্রী তো কমলা কুচম হে হরি শ্রী তো কমলা কুচম ধ্রুত কুণ্ড হে ধ্রুত কুণ্ড হে ললিত ললিত বনমাল হরি জয় দেব হরে হরে প্রভু হরে প্রভু হরি জয় দেব হরে হরি দিন
ସରିଗଲା ପ୍ରଭୁ। ये ପିଲାଟିକି ବଞ୍ଚେଇବାର ଦାୟିତ୍ୱ ଆପଣଙ୍କ ଉପରେ। ହରିଦିନ ମଣିମ ମଣ୍ଡଳ ମଣ୍ଡନ ହରିଦିନ ମଣିମ ନଳ ମଣ୍ଡନ ଭବ ଖଣ୍ଡନ ହେ ଭବ ଖଣ୍ଡନ ହେ ମୁନି ଜନ ମାନସ ହଂସ ହରି ଜୟ ଜୟ ଦେବ ହରେ ହରେ ପ୍ରଭୁ ହରେ ପ୍ରଭୁ ହରି ଜୟ ଜୟ ଦେବ ହରେ ପ୍ରଭୁଙ୍କୁ ଆତ୍ମସମର୍ପଣ କରିଛନ୍ତି ବ୍ରାହ୍ମଣ ବ୍ରାହ୍ମଣୀର ଗର୍ଭ ସମୟ ଉପସ୍ଥିତ ହେଇଛି, ଭୂମିଷ୍ଠ ହେଇଛି ଗୋଟେ ସୁନ୍ଦର ସନ୍ତାନଟିଏ। ଇଏ ତ ନବମ ଗର୍ଭଜାତ ସନ୍ତାନ। ଗେରୁଆରେ ଏଇ 8ଟା ପିଲା ଯେତିକି ସମୟ କୁଆଁ କୁଆଁ କରିଥିଲେ, ହେଲେ ନବମ ପୁଅଟି ଇଏ ଯେତେବେଳେ ଦୀର୍ଘ ସମୟ କୁଆଁ କୁଆଁ କଲା, ବ୍ରାହ୍ମଣ ବିଚାର କଲା ନିଶ୍ଚିତ ଭାବରେ ମୋ ଦୁଃଖ ଶୁଣିଛନ୍ତି ଭଗବାନ, ମୋ ଦୁଃଖ ପ୍ରଭୁ ଶୁଣିଛନ୍ତି। ଏ ପୁଅ ନିଶ୍ଚିତ ବଞ୍ଚିବ। ଦୀର୍ଘ ସମୟ କୁଆଁ କୁଆଁ କଲା, ଏଇ ମୋ ପୁଅ କହିକି ଏମିତି ଭାବରେ ବିହଳିତ ହେଇଗଲା। ଯେତେବେଳେ ପୁଅକୁ କୋଳକୁ ଆଣିବା ପାଇଁ ଚେଷ୍ଟା କରେ, ବାବୁରେ କୁଆଁ କହି ଶେଷ ନିଶ୍ୱାସ ତ୍ୟାଗ କରିଲା ସେହି ଖିଲା ବ୍ରାହ୍ମଣ ନନ୍ଦ ଇଣ୍ଡେ ପରାଣ ଏଇ ମୋ ପୁଅ କହି ଯେତେବେଳେ କୂଳକୁ ଉଠେଇ ଆଣିଛି ବ୍ରାହ୍ମଣ, କୁଆଁ କହିକି ଶେଷ ନିଶ୍ୱାସ ତ୍ୟାଗ କରିଦେ। ପୁଅଟିକି ଧରିଛି। ଦୁଇଟି ମତ ଆସେ ଯେ ଶୂନ୍ୟ ମାର୍ଗରେ ସେ ପୁଅ ଛାଡ଼ିଗଲା, କିନ୍ତୁ ଏଠି ମତ ପୁଅକୁ ଧରିଛି। କହିଲା ଠାକୁରେ କାହିଁକି ଏ ନିଷ୍ଠୁର ଆପଣ ହଉଛନ୍ତି? କିଏ ତୋତେ କଣ ଏମିତି ଦେଇଛି? ମୁଁ ଦେଇନେଇ। ମୁଁ ଜାଣିଛି ଏ ଦୁନିଆରେ ମତେ କିଏ ଭଲ ପାଉ କି ନ ପାଉ, ଆପଣ ତ ଭଲ ପାଆନ୍ତି। ମୁଁ ଜ୍ଞାନ ଆସିଲା ଦିନଠୁ ଏ ସ୍ତ୍ରୀ ବିବାହ କରିନଥିଲି, ନାରୀ ଗ୍ରହଣ କରିନଥିଲି। ଦିନ ଆସିବ ମୁଁ ଆଗ ଚାଲିଯିବି କି ମୋ ସ୍ତ୍ରୀ ଆଗ ଚାଲିଯିବି। ଆପଣ ଯୋଉ ମା କୋଳରୁ ଜନ୍ମ ହେଇଛନ୍ତି, ସେ ଆପଣ ବୁଢା ହେବା ଯାଏ ରହିବ ସେ ମା? ନା ବାପା ରହିବ, ନା ସ୍ତ୍ରୀ ରହିବ? ଆମ ପାଖରୁ ଆମ ବାପା ଚାଲିଯିବ, ମା ଚାଲିଯିବ, ସ୍ତ୍ରୀ ଚାଲିଯିବ, ଆଉ ଆମକୁ କିଏ ଭଲ ପାଇବ? ପିଲାଟି ଦିନରୁ ଜନ୍ମ ଜନ୍ମାନ୍ତରରୁ ତୁମେ ଭଲ ପାଇଛ, ଆଉ କେହି କାହିଁକି କଷ୍ଟ ଦେଲେ ଆପଣ? ମୁଁ କି କୁକର୍ମ କରିଛି? ଯେଉଁ ବ୍ରାହ୍ମଣୀ କି ମୁଁ ଅନେକ କଥା ବୁଝେଇଲା ପରେ ସେ ଆଜି ଗର୍ଭ ଧାରଣ କଲା, ସେ ସଂଜ୍ଞା ଫେରି ପାଇଲା ପରେ କଣ ବୁଝେଇବୁ ମୁଁ ତାକୁ? ବିଚାର କରୁଛନ୍ତି, କଲା କିଏ ମତେ ଭଲ ପାଉ କି ନ ପାଉ, ତୁମେ ତ ପାଉଛ ଭଲ, କିଏ ମତେ ଭଲ ପାଉ କି ନ ପାଉ, ତୁମେ ତ ପାଉଛ ଭଲ। ଆଉ କେଉଁ ଭଲ ଅଛି ଏ ସଂସାରେ? ଆଉ କେଉଁ ଭଲ ଅଛି ଏ ସଂସାରେ? ତୁମେ ମୋ ମୁକ୍ତି କହିବଲ୍ୟ ମତେ, ତୁମେ
पाऊ कि न पाऊ आपण मते भल पाउछंती मु की उत्तर देवी मो ब्राह्मणी की मला पुओ को कोଳରେ धरिछंती ब्राह्मण ब्राह्मणी संज्ञा फेरी पाई खोजिछि ता पुओ को स्वामी आपण माने जानती गाई पशु हेले भी ता बाछुरीटा चली गला पर से केमिति हुई कुकुरटिए ता छुआ ऊपर जदि केई बाइक बाड़े देइथबो से सबु गाड़ी पछ पछ गोड़ौथबो भुकी भुकी कापुड़ीबा भाई मां अंतरर अपुरंत ममता स्वामी हाँ सुधा मो कोल को टिके पुओ को दियो स्वामी नहीं नहीं कहीं स्वामी पुओ सोईची स्वामी पुओ सोईची पुओ उठिले ता निद भांगी गले से कांदियोनी नाई स्वामी पुओ सोईची तुम्हें पार्टी करो ना मो पुओ आउ किछि समय पर उठिबो मु तुम कोल को देबी तुम्हें पेट पूरा क्षीर देबो स्वामी अनेक दिन हला तुमे मां जानिଛ? व्याकुल हेउची स्वामी ये पुओ बड़ हो गले मते बापा डाकिबो तुमको मां डाकिबो हाँ स्वामी आमे मला बेला ए आम मला पूर्व आम पाटिरे पानी दबो मशाणी रे आम मुहरे निया दबो ए पुओ हाँ स्वामी भगवान आमर डाक शुणी स्वामी अपेक्षा करो पुओ निद भांगिले तुम कोल को देवी तुम्हें क्षीर दबो नाई स्वामी मो कोल कांदिले मो नाना भाई गीत गाई ताको शुआई देवी स्वामी माँ मनटा मोर अनेक दिन हला व्याकुल हेउची सोईछि से चिर निद्रा रे आउ उठिबो नाही एते बेले कोळे बसाई क्षीर देबो पिआई स्वामी तुम्हें कौन कहल स्वामी मो पुओ चिर निद्रा शोई जाइछि ये उठिबोनी ना ना स्वामी ना पूर्व जन्म रे तुम्हें को कला पिला तंटी चिपी मारी दाइछ स्वामी ना स्वामी ना तुम्हें परा कहूल नवम संतान को आम कोलू कहीं छड़े नेबेनी हेले कौन है मो हाथ कौन किछि अछि स्वामी आउ कौन अछि ठाकुरे जहा देइथल सबु नेई गल आउ कौन अछि नब सबुतिरु जहा देइथिल तुमे सबु तो एनलणी आउ कि सबा छड़ाइब हे सबुथिरु वंचित करी केउ जसबाना उड़ाइब सबुतिरु वंचित करी केउ जसबाना उड़ाइब सबुतिरु वंचित करी आउ जहा देइथिल सबु तनेलरी जा देइथिल सबु तनेलरी आउ कि सबा छड़ाई मोए सबुतिरु वंचित करी केउ दसबाना उड़ाइब हे सबुतिरु वंचित करी ठकी ठकी थरकु थर बुझिलेଣି तुम
ଚାକର ପ୍ରଭୁ ଠକି ଠକି ବୁଝିଲି ତୁମ ଚାକର ଠକି ଥରକୁ ଥର ବୁଝିଲିଣି ତୁମ ଚାକର ଠକି ଠକି କରକୁ କର ବୁଝିଲିଣି ତୁମ ଚାକର ଆଉ ମନେ ପାଞ୍ଚି ଯଦି ଏ ହାଟ ମଝିଟାରେ ମନେ ବାଜି ଠକି ହାଟ ମରିଟାରେ ମନେ ପାଞ୍ଚି ଯଦି ହାଟ ମଝିଟାରେ ମନେ ବାଜି ଠକି ହାଟ ମରିଟାରେ ଠିଆ କରି ପଥ ଛୁଡ଼ାଇ ବହେ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ସବୁଥିରୁ ବଞ୍ଚିତ କରି ପ୍ରଭୁ ହେ ତୁମ ଫନ୍ଦା ପାନ୍ଦିବିନି ବୋଲି ସବୁ ଧନ୍ଦା ଦେଲିଣି ରେ ବାଲ୍ୟ ସମୟରୁ ମୋ ପାଦରେ ବାସ୍ନା କରିଥିଲି କାଳିଆ ଦିବି ବୋଲି ସବୁ ଧନ୍ଦା ଦେଲିଣି ରେ ଆଉ ଚାରି ଦୌଡ଼ି ମୋ କାଟି ସାରିଲେଣି ଚାରି ଦୌଡ଼ିଆ କାଟି ସାରିଲଣି ଚାରି ଦୌଡ଼ି ମୋ କାଟି ସାରିଲେଣି ଚାରି ଦୌଡ଼ି କାଟି ସାରିଲେଣି ଆଉ କେଉଁ ଫାନ୍ଦେ ପଡ଼ାଇବ ରେ ସବୁଥିରୁ ବଞ୍ଚିତ କରି କେଉଁ ରସବାନା ଉଡ଼ାଇବ ରେ ସବୁଥିରୁ ବଞ୍ଚିତ କରି ବ୍ରାହ୍ମଣୀ ସ୍ୱାମୀ ଦୁଃଖ କର ଦୁଃଖ କରିବିନି ଦୁଃଖ କର ମା ସ୍ୱାମୀ ତୁମେ ଅସୁଛ ସ୍ୱାମୀ ଇଏ ପୁଅ ବଞ୍ଚିବ ଇଏ ପୁଅ ପୁଣି ବଞ୍ଚିବ ବଞ୍ଚିବ ଏ ପୁଅ ହେଲେ ମଲା ପୁଅ କେମିତି ବଞ୍ଚିବ ସ୍ୱାମୀ ତୁମେ ଜାଣିଛ ସ୍ୱାମୀ ତୁମେ ଜାଣିଛ ସୁଧାସିନୀ କୋଉ କଥା ସ୍ୱାମୀ ଇଏ ପୁଅ ମୋର ବଞ୍ଚିବ ହେଲେ କେମିତି ବଞ୍ଚିବ ଆମେ ହଉଛେ ଦ୍ୱାରକାପୁରର ପ୍ରଜା ହଁ ଆମ ରାଜା ସ୍ୱୟଂ ଭଗବାନ କୃଷ୍ଣ ନାରାୟଣ ହଁ ସ୍ୱାମୀ ଆମ ରାଜା ସ୍ୱୟଂ କୃଷ୍ଣ ନାରାୟଣ ସ୍ୱାମୀ ସିଏ ହଉଛନ୍ତି ସ୍ୱୟଂ ନାରାୟଣ ସେ ଯେହେତୁ ନାରାୟଣ ଆମେ ପ୍ରଜା ହିସାବରେ ତାଙ୍କ ପାଖରେ ଗୁହାରି କରିବା ସେ ଆମର ରାଜା ହଁ ସ୍ୱାମୀ ବ୍ରାହ୍ମଣ ହିସାବରେ ଗୁହାରି କରିବା ଆମେ ଯେହେତୁ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ ହେଲେ ଆଉ ଭକ୍ତ ହିସାବରେ ଗୁହାରି କରିବା ସେ ହେଉଛନ୍ତି ଭଗବାନ ତିନୋଟି ଅଧିକାର ନେଇ ପଥିତ ଦଶା ବ୍ରାହ୍ମଣ ବ୍ରାହ୍ମଣୀ ହଁ ମଲା ପୁଅକୁ କୋଳରେ ଧାରଣ କରି ଯାଉଛନ୍ତି କହିଲା ତାଳ ଏ ପୁଅ ତାଳ ଗଛ କହିଲା ତାଳ ଗଛ ବାଉଙ୍ଗାରେ ଇଏ ବାଇଆ ବସା ଇରେ ବା ବତାସକୁ ହରି ଭରସା ତାଳ ଗଛ ବାଉଙ୍ଗାରେ ବାଇଆ ବସା ତାଳ ଗଛ ବାଉଙ୍ଗାରେ ବାଇଆ ବସା ବତାସକୁ ତାର ହରି ଭରସା ଏ ବତାସକୁ ତାର ହରି ଭରସା ଲକ୍ଷେ ଯୋଜନରେ ଗଜ ତୋତେ ଡାକିଲା ତୋର ସୁଦର୍ଶନ
ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନ ଆଉ ତୋର ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନରେ ଗଜ ତୋତେ ଡାକିଲା ତୋର ସୁଦର୍ଶନ ଯାଇ ତାକୁ ରଖିଲା ଲକ୍ଷେ ଯୋଜନରେ ଡାକିଲା ତୋର ସୁଦର୍ଶନ ଯାଇ ତାକୁ ରଖିଲା ରଖେ ହରି ମାରେ କିଏ ହରି ରଖେ କିଏ ହରି ମାରେ କିଏ ହରି ରଖେ କିଏ ଏଇ ତ ଦଶା ତାକୁ